ପାକିସ୍ତାନର ଅବସ୍ଥା ସାଂଘାତିକ। ଦେଶର ଦୟନୀୟ ଅର୍ଥନୀତି ନେଇ ଶେଷରେ ମୁହଁ ଖୋଲିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରୀଫ। ସେ କହିଛନ୍ତି ଯେ ଇଜ୍ଜତ ଦେଇ କରଜ ମାଗିବାକୁ ପଡୁଛି। ଦେଶର ଋଣ ବୋଝ ଏମିତି ସ୍ଥିତିରେ ପହଞ୍ଚିଛି ଯେ ପ୍ରତିଟି ପାକିସ୍ତାନୀଙ୍କ ମୁଣ୍ଡରେ ଏବେ ଲକ୍ଷ ଲକ୍ଷ ଟଙ୍କାର କରଜ। କାଙ୍ଗାଳ ପାକିସ୍ତାନର ଅସଲ ଚେହେରା ଏବେ ପଦାରେ ପଡ଼ି ହାଟରେ ଗଡୁଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଶହବାଜ ଶରୀଫ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟ ଦେଶ ଆଗରେ ହାତ ପାତିଲେ କେବଳ ମୁଣ୍ଡ ନୁଆଇବାକୁ ପଡେ ନାହିଁ, ବରଂ ନିଜର ସମ୍ମାନ ମଧ୍ୟ ହରାଇବାକୁ ପଡିଥାଏ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ। ଆମେ ବିଭିନ୍ନ ଦେଶକୁ ଯାଇ କହୁଛୁ ଯେ ଆମର ଏତିକି ବିଲିୟନ ଡଲାରର ଗ୍ୟାପ୍ ଅଛି, ସାହାଯ୍ୟ କରନ୍ତୁ। ସେମାନେ ମନା କରୁନାହାନ୍ତି ସତ, କିନ୍ତୁ ମନେ ରଖିବା ଉଚିତ ଯେ ଯିଏ କରଜ ମାଗିବାକୁ ଯାଏ ତାର ମୁଣ୍ଡ ସବୁବେଳେ ନଇଁ ରହିଥାଏ ବୋଲି କହିଛନ୍ତି ଶରୀଫ। ପାକିସ୍ତାନର ଅର୍ଥନୈତିକ ସ୍ଥିତି ଏବେ ଭୟଙ୍କର ରୂପ ଧାରଣ କରିଛି। ତଥ୍ୟ ଅନୁସାରେ ପାକିସ୍ତାନର ପ୍ରତି ବ୍ୟକ୍ତି ପିଛା କରଜ 3,33,000 ଟଙ୍କାରେ ପହଞ୍ଚିଲାଣି। 2025 ଡିସେମ୍ବର ସୁଦ୍ଧା ଦେଶର ମୋଟ ବୈଦେଶିକ ଋଣ ପରିମାଣ ପହଞ୍ଚିଲାଣି 52.36 ବିଲିୟନ ଆମେରିକୀୟ ଡଲାରରେ, ଯାହା ଗତ ବର୍ଷ ତୁଳନାରେ 13% ବୃଦ୍ଧି ଘଟିଛି। ଶହବାଜ ଶରୀଫ ଆହୁରି ମଧ୍ୟ କହିଛନ୍ତି ଯେ କରଜ ଦେଉଥିବା ଦେଶଗୁଡ଼ିକର ଏମିତି କିଛି ସର୍ତ୍ତ ମାନିବାକୁ ପଡୁଛି ଯାହା ସେମାନେ ଆଦୌ ଚାହୁଁନାହାନ୍ତି। ନିଜର ଆତ୍ମସମ୍ମାନକୁ ବଳି ଦେଇ ପାକିସ୍ତାନ ଆଜି ବିଶ୍ୱ ଦରବାରରେ ଭିକାରୀ ସାଜିଛି। 2023-24 ଆର୍ଥିକ ବର୍ଷରେ ଯେଉଁ ଋଣ ବୋଝ ପ୍ରତି ବ୍ୟକ୍ତି ପିଛା ପ୍ରାୟ 2.94 ଲକ୍ଷ ଥିଲା, ଏବେ ତାହା 3.33 ଲକ୍ଷ ଅତିକ୍ରମ କରିଛି। ଆଗାମୀ ଦିନରେ ପାକିସ୍ତାନର ସ୍ଥିତି ଆହୁରି ସଙ୍ଗୀନ ହେବ, ଏହା ଜଳ ଜଳ ହୋଇ ଦିଶୁଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ।